ଗଛର ମାହାତ୍ମ୍ୟ ପଚାରୁଛୁ। ଗଛ ହଉଛି ଆମର ଜୀବନ। ବୃକ୍ଷର ମାହାତ୍ମ୍ୟ ଶୁଣନ୍ତୁ। ବୃକ୍ଷର ମାହାତ୍ମ୍ୟ ପଢ଼ନ୍ତୁ, ପଢ଼ାନ୍ତୁ, ବୁଝନ୍ତୁ, ବୁଝାନ୍ତୁ ଭାଇ। ବୁଝିତୁ ପାରିଲେ, ବୁଝି ବୁଝାଇଲେ ସାରା ବିଶ୍ୱ ଶାନ୍ତି ପାଇଁ। ଯଦି ବୃକ୍ଷର ମାହାତ୍ମ୍ୟ ପଢ଼, ଲୋକଙ୍କୁ ପଢ଼ାଅ, ପଢ଼ାନ୍ତୁ, ବୁଝନ୍ତୁ ଆଉ ବୁଝାନ୍ତୁ, ବୁଝାଇଲେ ସାରା ବିଶ୍ୱରେ ଶାନ୍ତିର ପ୍ରତିଷ୍ଠା ହୋଇପାରିବ। ଗଛ କ'ଣ ଦେଉଛି ରେ? ସେ ଗଛ ଆମକୁ ଅକ୍ସିଜେନ ଦିଏ, ନିଏ ଅଙ୍ଗାରକାମ୍ଳକୁ, ଆମକୁ ଅକ୍ସିଜେନ ଦଉଛି। ଆମର ଖରାପ ଗୁଣ ଗୁଡ଼ା କ'ଣ ନେଉଛି? ଅଙ୍ଗାରକାମ୍ଳ ଗୁଡ଼ାକୁ ନେଇଯାଉଛି। ବୃକ୍ଷ ବିନା ମନୁଷ୍ୟ ବଞ୍ଚି ନ ପାରିବ। ବିଶ୍ୱଗୁରୁ ଏ ବାଣୀକୁ, ଏ ବିଶ୍ୱଗୁରୁଙ୍କ ବାଣୀ। ଏ ବୃକ୍ଷ ବିନା ଆମେ ବଞ୍ଚି ପାରିବା ନାହିଁ। ବୃକ୍ଷ ଅଟେ ଆମରି ପିତା ମାତା, ପୂର୍ବପୁରୁଷ, ବାପା ମା, ଭାଇ ଭଉଣୀ। ତାଙ୍କ ଆଶୀର୍ବାଦରେ ଯେତେ ପ୍ରକାର ଫଳ କୋଳି ଖୁଆଉଛନ୍ତି, କେତେ ପ୍ରକାର ଫଳ ମୂଳ, କେତେ କ'ଣ ଖାଦ୍ୟ ଖୁଆଉଛନ୍ତି ତା ଠିକ ଠିକଣା ନାହିଁ। ତାଙ୍କ ଆଶୀର୍ବାଦରେ ଯେତେ ପ୍ରକାର ଫଳ କୋଳି ଠାରୁ ସବୁ ଖାଦ୍ୟ ଖୁଆଉଛନ୍ତି। ଯେ ନିଜ ଆତ୍ମା ପରି ସବୁ ପଶୁ ପକ୍ଷୀ ବୃକ୍ଷମାନଙ୍କୁ ଦେଖନ୍ତି, ସେ ହେଉଅଛନ୍ତି କିଏ? ଦୁଇ ଡେମ୍ଫା ଲିମ୍ବ ପତ୍ର କ'ଣ କରିବ? ଦୁଇ ଡେମ୍ଫା ଲିମ୍ବ ପତ୍ରକୁ ଜିରା, ଲଙ୍କା, ସୋରିଷ ଦେଇ ବାଟିବ। ବାଇଗଣ, ଆଳୁ ଚୁନୁ ଚୁନୁ କରି ସୋରିଷ ତେଲେ ଭାଜିବ। ଏ ଖାଦ୍ୟ ଖାଇଲେ ଥଣ୍ଡା, ଜ୍ୱର, କାଶ ସବୁ ଆରୋଗ୍ୟ ହୋଇବ। ଗରମ ପଖାଳ ଭାତରେ ଖାଇଲେ ସବୁ ଆରୋଗ୍ୟ ହୋଇବ। ନିମ ଗଛର କୋଳିକୁ ଖାଇବ, ମଞ୍ଜି ତେଲ ଲଗାଇବ। ଦେହେ ଯେତେ ରୋଗ ବ୍ୟାଧି ମୁକ୍ତି ହେବ, ମଶା ମାଛି ନ ବସିବ। ନିମ ଫୁଲକୁ ଜିରା, ପୋସ୍ତ, ଡାଲଚିନି ଦେଇ ବାଟିବ। ବେସନ ପକାଇ ବରା ଛାଣି ଖାଇ ତରକାରୀ ବି ସେ ହେବ। ବେସନ ପକାଇକି ଆକୁ ତରକାରୀ କଲେ ବି ସେ ହବ। ବହୁ ପୁରାତନ ଯେକୌଣସି ବୃକ୍ଷ କେବେ ବଧ କର ନାହିଁ। ବୃକ୍ଷ ବଧ ବ୍ରହ୍ମ ହତ୍ୟା ଠାରୁ ପାପ ଏ ବିଶ୍ୱ ବ୍ରହ୍ମାଣ୍ଡରେ ନାହିଁ ରେ ବାବା। ବୃକ୍ଷ ବଧ କରିବା ଯାହା ବ୍ରହ୍ମ ହତ୍ୟା କରିବା ଠାରୁ ମହାପାପ ଆଉ ଏ ବ୍ରହ୍ମାଣ୍ଡରେ କିଛି ନାହିଁ। ବୃକ୍ଷ ନାରାୟଣ ହୋଇଗଲା ପରେ ମୂର୍ତ୍ତି ଆସ୍ଥାନ କରନ୍ତୁ। ମୂର୍ତ୍ତି ତିଆରି କର, ଆସ୍ଥାନ ତିଆରି କର। ନିଜ ଘର କରି କବାଟ ଝରକା ପଲଙ୍କ କରି ରୁହନ୍ତୁ। ଗୋଟିଏ ବୃକ୍ଷ ଲଗାନ୍ତୁ, ଚିହ୍ନାନ୍ତୁ, ବୁଝନ୍ତୁ, ଶାନ୍ତି ଆସିବ ବିଶ୍ୱକୁ।